ମୁଁ ତ ନଥିଲି ତାଙ୍କର ପ୍ରୋଗ୍ରାମ ହେଲେ ମୁଁ ପଳେଇ ଯାଏ। ସିଏ ପ୍ରୋଗ୍ରାମ ସରିବ ତ ତା ପରଦିନ ମୁଁ ଆସିକି ପହଞ୍ଚିଯାଏ। ଦେଖିଲା ବେଳକୁ ଏମିତି ଘଟଣା ହେଇଛି। ମୁଁ ତ ଲୋକ ଦେଖି ଫୋନ କରି କହିଲି ମୁଁ ଆସିକି ପହଞ୍ଚିଲି। ଆଉ ଯାଇଛି ସୁନା ଯାଇଛି 1.5 ଲକ୍ଷ ଟଙ୍କା ଭଳିଆ ଟଙ୍କା ନେଟ୍ କେସ୍ 20,000 ଟଙ୍କା ରଖି ଯାଇଥିଲି। ଆଉ ଇନଭର୍ଟର ନାହିଁ, ଏଇ ଯୋଉ ଇଏ ନାହିଁ, ଆଉ ଟିଭି ନାହିଁ, ଆଉ କବାଟ ଯୋଉ ଗ୍ରିଲ୍ ତ ତଡ଼ା ହେଇଛି। ମୋ ଘରେ ଆଜି ଚୋରି ହେଲା, ତାକୁ ନିହାତି କିଛି ଦଣ୍ଡ ମିଳେ। କାରଣ ମୋ ଘରେ ଆଜି ଚୋରି ହେଲା, ଅନ୍ୟମାନଙ୍କର ବି ସେମିତି ସେ ନେବାର ଅଭ୍ୟାସ ହେଇଯାଇଛି। ମୋର ଯାହା ଯାଇଛି ମୋର ସେତିକି ପ୍ରାପ୍ୟ ହେଇଯାଉ ବାସ୍। ଆଉ ଅନ୍ୟମାନେ ବି ସେଫ୍ଟିରେ ରୁହନ୍ତୁ, ସେଇଭଳିଆ ମାନେ କିଛି ପଦକ୍ଷେପ ନିଅନ୍ତୁ। ଚୋରି ତ ହଉଛି ଉଣା ଅଧିକ ମାନେ ପ୍ରାୟ ଜାଗାରେ ହେଲାନି। ଏଇ ବଜାର ହାଟରେ ଚୋରି କରୁଥିଲେ। ବର୍ତ୍ତମାନ କାଲି ରାତିରେ ତାଙ୍କର ନଥିବା ଅବସ୍ଥାରେ ତାଙ୍କ ଘର ମାନେ ଭାଙ୍ଗିକି ତାଙ୍କର କ'ଣ ଯାଇଛି ସୁନା ଗଣା କ'ଣ ସବୁ ଜିନିଷପତ୍ର ଯାଇଛି। ଏଇ ଯେଉଁ ମାତ୍ରାରେ ଚୋରି ସବୁ ହେଲାଣି ଯେ ପ୍ରଶାସନ ୟା ପ୍ରତି ଯଦି ଧ୍ୟାନ ନଦେବେ, ଗୁରୁତ୍ୱ ନଦେବେ, ତାହେଲେ ଆଜି ତାଙ୍କର ହେଲା, କାଲି ଆମର ହବ, ତାପରେ ଆଉ କାହାର ହବ। ଏଇଭଳିଆ ବିଭିନ୍ନ ପ୍ରକାର ମାନେ ଚୋରି ଚମାର ହବ, ମାନେ ଦୁରାତ୍ମକ ବଢ଼ି ଚାଲିଛି। ଯାହା ହଉ ପ୍ରଶାସନ ପାଖରେ ନିବେଦନ ଯେ ଏଟାକୁ କେମିତି ଧରପକଡ଼ କରିକି ଏଟା ଯେମିତି ବନ୍ଦ ହବ, ସେଟାକୁ ନିହାତି ଧ୍ୟାନ ଦେବା ଦରକାର।